ହାଏ ଗାଇସ୍ ଆଜିର ମର୍ଣ୍ଣିଂ କିଛି ଅଲଗା ପ୍ରକାର ହେଇଥିଲା। ମାନେ ମୁଁ ତ ଏବେ ଯିବି ଭୁବନେଶ୍ୱର ରିଟର୍ନ କରିବି, ସେଇଥିପାଇଁ ମୁଁ ରେଡ଼ି ହେଇଯାଇଥିଲି। ଆଣ୍ଡ ପଛରେ ମାମି ଆଣ୍ଡ ସମସ୍ତେ ନିଜ ନିଜ କାମରେ ବହୁତ ବ୍ୟସ୍ତ ଥିଲେ। ମୁଁ ଟିକେ ଅନ୍ୟ ପ୍ଲେସ୍ ମାରିଯାଉଥିଲି, କେଜାଣି କ'ଣ ପାଇଁ ମୋତେ ବହୁତ ଭଲ ଲାଗେ। କାହିଁକି ନା ମାମା ରୋଷେଇ କରୁଥିଲା, ମାମି ଫୋନ୍ରେ କଥା ହେଉଥିଲା, ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଆଣ୍ଡ ମୁଁ ଏଇଠି ମାମିକୁ କହିଦେଇକି ପଳେଇ ଆସିଥିଲି ବାହାରକୁ। ଦିଦି ତ ପଳେଇଥିଲା ୱାଟର ପାର୍କ ତା'ର। ଏଇଟା ହେଲା ଆମ କଟକର ଗଳି, ଯେଉଁଟାକି ମୋ ଛୋଟବେଳୁ ହେଲା ୱିକନେସ୍। କଟକ ମାନେ ସେଇଠି ଅଲଗା ହିଁ ସମ୍ପର୍କ ମୋର। ଏଇଠି ଟିକେ ରାସ୍ତାରେ ୱେଟ୍ କରି କରି ଆମ ଗାଡ଼ିର ମୁଁ ତାପରେ କଟକରୁ ପୁଣି ଆଉ ଟିକେ ପାଖରୁ ଯାଞ୍ଚିବା ପାଇଁ ପଳେଇ ଯାଇଥିଲି ଟିକେ ଭିତରକୁ। ଦେନ୍ ତାପରେ ଆମର ଗାଡ଼ି ଆସିଯାଇଥିଲା। ଗାଡ଼ି ଆସିସାରିଲା ପରେ ମୁଁ ଆଉ ବାପା ମାମା ବସିଯାଇଥିଲୁ, ଆଉ ଟିକେ ଡ୍ରାଇଭର ଅଙ୍କଲ୍ ଗାଡ଼ି ଚଲାଉଛନ୍ତି। ଏଇଟା ଆମେ ଜୁଡ଼ିସିଆରୀ ପାର ହେଇସାରିଲୁଣି। ଏବେ ଆମେ ଅଛୁ ପଟିଆରେ। ପଟିଆ ପାର ହେଇସାରିଲା ପରେ ଆପଣଙ୍କୁ ଗୋଟେ ବହୁତ ବଢ଼ିଆ କଥାଟେ ଦେଖେଇବି। ଗଭର୍ଣ୍ଣମେଣ୍ଟ ଅଫିସିଆଲି ଟ୍ରେନ୍ ରେଲୱେ ସଦନଟା ହେଲା ଏଇଠି, ଯୋଉଟାକି ରେଲ୍ ବିଭାଗର ରେଲ୍ ଅଫିସ୍ ଥାଏ। ତାପରେ ଗାଇସ୍ ମୁଁ ଘରେ ପହଞ୍ଚି ଯାଇଥିଲି। ଥ୍ୟାଙ୍କସ୍ ଫର୍ ୱାଚିଂ।